Good morning, my viewers, students, parents, and guardians. ଆଜି ଆମେ ବୀଜଗଣିତର ଗୋଟେ ସୂତ୍ର ପକେଇବା ତ୍ରିପଦ ରାଶିର ବର୍ଗ। ଗୋଟିଏ ସୂତ୍ରରେ ଯେଉଁ ଭଳିଆ ତ୍ରିପଦ ରାଶି ଆସିବ ତାର ବର୍ଗ ଟ୍ରାଇନୋମିଆଲ ଆସିବ, ତାର ସ୍କୋୟାର ନିର୍ଣ୍ଣୟ କରିହେବ। ଏଟା ହେଉଛି ଇମ୍ପୋର୍ଟାଣ୍ଟ ସବୁ ପିଲାମାନଙ୍କ ପାଇଁ, ଅଷ୍ଟମ, ନବମ, ଦଶମ, ପ୍ଲସ୍ ଟୁ କମ୍ପିଟିଟିଭ୍ ପିଲାମାନଙ୍କ ପାଇଁ ମଧ୍ୟ। ଦେଖିବା, ଆମେ ଗତ ଭିଡ଼ିଓରେ ପଢ଼ିଥିଲେ a ପ୍ଲସ୍ b ପ୍ଲସ୍ c ର ହୋଲ୍ ସ୍କୋୟାର। a ପ୍ଲସ୍ b ପ୍ଲସ୍ c ହେଉଛି ତ୍ରିପଦ ରାଶି। ଏହାର ପ୍ରଥମ ପଦ a, ଦ୍ୱିତୀୟ ପଦ ପ୍ଲସ୍ b ପ୍ଲସ୍ c। ତାହେଲେ ଏହାର ହୋଲ୍ ସ୍କୋୟାର କ'ଣ? a ସ୍କୋୟାର ପ୍ଲସ୍ b ସ୍କୋୟାର ପ୍ଲସ୍ c ସ୍କୋୟାର ପ୍ଲସ୍ 2ab ପ୍ଲସ୍ 2bc ପ୍ଲସ୍ 2c। ଏଟା ଆମେ ସବୁ ଜାଣିଛେ, କିନ୍ତୁ ଲେଖା ହେଇଛି କେମିତି? ପ୍ରଥମ ପଦକୁ ବ୍ରାକେଟ ଦେଇକି ତାର ସ୍କୋୟାର କରିଛି, ପ୍ଲସ୍ ଦ୍ୱିତୀୟ ପଦର ସ୍କୋୟାର ପ୍ଲସ୍ ତୃତୀୟ ପଦର ସ୍କୋୟାର, ଏମିତି ବ୍ରାକେଟ ଦେଇକି ଲେଖିବେ। ପ୍ଲସ୍ 2 ଇଣ୍ଟୁ ପ୍ରଥମ ପଦ ଗୁଣ ଦ୍ୱିତୀୟ ପଦ, ବ୍ରାକେଟ ଦେଇକି ଲେଖିବେ। ପ୍ଲସ୍ 2 ଇଣ୍ଟୁ ଦ୍ୱିତୀୟ ଇଣ୍ଟୁ ତୃତୀୟ, ପ୍ଲସ୍ 2 ଇଣ୍ଟୁ ତୃତୀୟ ଇଣ୍ଟୁ ପ୍ରଥମ। ଏଇଭଳିଆ ଲେଖିଲେ ଯଦି ତା ଭିତରେ ମାଇନସ୍ ଥିଲେ ବି ବର୍ଗ ନିର୍ଣ୍ଣୟରେ ଭୁଲ ହେବ ନାହିଁ। ମନେକର ଗୋଟେ କ୍ୱେଶ୍ଚିନ୍ ଦେଲା 4x ପ୍ଲସ୍ 5y ପ୍ଲସ୍ 3z ହୋଲ୍ ସ୍କୋୟାର କେତେ? ତାହେଲେ ଏଇଟା ହେଲା ପ୍ରଥମ ପଦ a, ଏଇଟା ହେଲା b, b ହେଲା 5y, c ହେଲା 3z। ସୂତ୍ର କ'ଣ? a ସ୍କୋୟାର ବ୍ରାକେଟ ଦେଇକି ସ୍କୋୟାର କରିଦିଅ, b ସ୍କୋୟାର 5y ର ସ୍କୋୟାର ପ୍ଲସ୍ c ସ୍କୋୟାର 3z ର ସ୍କୋୟାର। ତାପରେ କ'ଣ ଦରକାର? 2ab, 2 ଇଣ୍ଟୁ a କେତେ? ପ୍ରଥମ ପଦ 4x ଇଣ୍ଟୁ ଦ୍ୱିତୀୟ ପଦ 5y, ବ୍ରାକେଟ ଦେଇଦେବା। ପ୍ଲସ୍ 2bc, 2 ପ୍ରଥମ ଦ୍ୱିତୀୟ ପଦ 5y ଇଣ୍ଟୁ 3z ପ୍ଲସ୍ 2ca, 2 ଇଣ୍ଟୁ a, c ହେଲା 3z, a ହେଲା 4x। ଏଇଟା ସୂତ୍ର। ତାହେଲେ a ସ୍କୋୟାର ପ୍ଲସ୍ b ସ୍କୋୟାର ପ୍ଲସ୍ c ସ୍କୋୟାର ପ୍ଲସ୍ 2ab ପ୍ଲସ୍ 2bc ପ୍ଲସ୍ 2c। ଏବେ ତାକୁ ଖୋଲିଦେବା। 4x ର ହୋଲ୍ ସ୍କୋୟାର କେତେ? 4 ର ସ୍କୋୟାର 16, x ର ସ୍କୋୟାର x ସ୍କୋୟାର, ଆଉ ବ୍ରାକେଟ ରହିବନି। 5 ର ସ୍କୋୟାର 25, y ସ୍କୋୟାର ପ୍ଲସ୍ 3 ର ସ୍କୋୟାର 9, z ସ୍କୋୟାର z ସ୍କୋୟାର। ବର୍ତ୍ତମାନ ଆକୁ ଗୁଣିଦେବା। ୟା ଦେହରେ କେବଳ ପ୍ଲସ୍ ଅଛି, ପ୍ଲସ୍ ହବ। ପ୍ଲସ୍ ଯେତେ ପ୍ଲସ୍ ଗୁଣିଲେ ପ୍ଲସ୍, 8 ପଞ୍ଚା 40, x ସ୍କୋୟାର ଗୁଣିଲେ x। ଏଠି ବି ପ୍ଲସ୍ ଅଛି, 2 10 3 30 yz ପ୍ଲସ୍ 2 3 6 24 zx। ଏଇଟା ହେଲା ଆନ୍ସର। ଦେଖ, a ପ୍ଲସ୍ b ପ୍ଲସ୍ c ର ସୂତ୍ର ପକେଇକି ପ୍ରଥମ କ୍ୱେଶ୍ଚିନ୍ଟି କଲେ। ଦ୍ୱିତୀୟ କ୍ୱେଶ୍ଚିନ୍ଟି ଦେଇଛି, ମନେକର ଦେଇଛି 5a ମାଇନସ୍ 6b ପ୍ଲସ୍ 3c, ୟାର ହୋଲ୍ ସ୍କୋୟାର। ଦେଖ, ଏଇଟା ହେଉଛି ପ୍ରଥମ ପଦ, ଏଇଟା ଦ୍ୱିତୀୟ ପଦ, ଏଇଟା ତୃତୀୟ ପଦ। କୋଉଠି ମାଇନସ୍ ଅଛି? ଦ୍ୱିତୀୟ ପଦରେ ମାଇନସ୍ ଅଛି। ତାର ସୂତ୍ର ହେବ କ'ଣ? a ସ୍କୋୟାର ପ୍ରଥମ ପଦର ବର୍ଗ 5a ର ସ୍କୋୟାର, ବ୍ରାକେଟ ଦେଇଦେବା। ପ୍ଲସ୍ ଦ୍ୱିତୀୟ ପଦ କେତେ? ମାଇନସ୍ 6b, ମାଇନସ୍ 6b ଲେଖିବା ଦ୍ୱିତୀୟ ପଦର ବର୍ଗ, ପ୍ଲସ୍ 3c ତୃତୀୟ ପଦର ବର୍ଗ, ପ୍ଲସ୍ 2ab, 2 ଇଣ୍ଟୁ ପ୍ରଥମ କିଏ ସେ 5a, କିଛି ଚିନ୍ତା ଦରକାର ନାହିଁ, ଇଣ୍ଟୁ ଦ୍ୱିତୀୟ କିଏ ସେ ମାଇନସ୍ 6b, ପ୍ଲସ୍ ତାପରେ କ'ଣ ହବ? 2bc, 2 ପ୍ରଥମ ଦ୍ୱିତୀୟ କିଏ ସେ ମାଇନସ୍ 6b ଇଣ୍ଟୁ 3c ପ୍ଲସ୍ 2ca, 2 ଇଣ୍ଟୁ ତୃତୀୟ ପଦ କେତେ? 3c ଇଣ୍ଟୁ 5a। ହେଲା, ଇଜିୟର ମେଥଡ। ତେଣୁ ଏବେ ଖୋଲିଦେବା। ବ୍ରାକେଟ କଲେ 5 ର ବର୍ଗ 25 a ସ୍କୋୟାର, a ର ବର୍ଗ a ସ୍କୋୟାର। ଏଠି ମାଇନସ୍ ର ବର୍ଗ ହେଇଯିବ ପ୍ଲସ୍, ମାଇନସ୍ ଭିତରେ ଗଲେ ପ୍ଲସ୍ 636 b ସ୍କୋୟାର 36 b ସ୍କୋୟାର ପ୍ଲସ୍ 3 ର ବର୍ଗ 3 3 9 c ସ୍କୋୟାର। ଏଇ ଦେଖ, ପ୍ଲସ୍ କୁ ପ୍ଲସ୍ ଗଲେ ପ୍ଲସ୍, ପ୍ଲସ୍ କୁ ମାଇନସ୍ ଗଲେ ମାଇନସ୍, ତେଣୁ ମାଇନସ୍ ଆସିଲା ଏଠି। 2 10 କୁ 60 ab। ଏଇଠି ପିଲା ଭୁଲ କରନ୍ତି, ଚିହ୍ନ ଜାଣିପାରନ୍ତି ନାହିଁ। ଏଠି କ'ଣ ହବ? ପ୍ଲସ୍ ମାଇନସ୍ ଗଲେ ମାଇନସ୍, ମାଇନସ୍ ପ୍ଲସ୍ ଗଲେ ମାଇନସ୍। 212 3 36 bc। ଏଠି ପ୍ଲସ୍ ସବୁ ଅଛି, ପ୍ଲସ୍ ହବ 2 3 6 5 30 ac ବା c 30 30 c। ତେଣୁ ନେକ୍ସଟ କ୍ୱେଶ୍ଚିନ୍ କି ଯିବା। ତେଣୁ ସୂତ୍ରଟା ମନେ ରଖିଥା। ସୂତ୍ରଟା ମନେ ରଖିଥିଲେ ଏବେ ଗୋଟେ ମାଇନସ୍ କରିଦେବି। ଦୁଇଟା ମାଇନସ୍ ଥିବ, ଦୁଇଟା ପଦ ମାଇନସ୍ ଥିବ। ପ୍ରଥମ ପଦଟା ମାଇନସ୍ ତ ଦିଆଯାଏନି, ହେଲେ ଚଳିବ।
2m minus 3n minus 4z ର ହୋଲ୍ ସ୍କୋୟାର। ଦେଖ ଏଇଟା ହଉଛି a, ଏଇଟା b, ଏଇଟା c ହେଲା। ଯଦି ଆକୁ ଏମିତି ଲେଖିପାରିବା 2m ପ୍ଲସ୍ ଦେଇକି ମାଇନସ୍ 3n ପ୍ଲସ୍ ଦେଇକି ମାଇନସ୍ 4z ଏମିତି ଲେଖିପାରିବା ମଧ୍ୟ ହବ। ତାହେଲେ ଏଇଟା a ପ୍ଲସ୍ b ପ୍ଲସ୍ c ପ୍ଲସ୍ କହୁଛେ, ତେଣୁ ଏଠି ପ୍ଲସ୍ ଦେଖାଯାଉନି, ତେଣୁ a ପ୍ଲସ୍ b ପ୍ଲସ୍ ଏମିତି ମଧ୍ୟ ଲିଖିପାରିବା। ନଚେତ ଏଇଟା ଡାଇରେକ୍ଟ ଲିଖିପାରିବା। ତା ସୂତ୍ର କ'ଣ a ସ୍କୋୟାର 2m ର ସ୍କୋୟାର ବ୍ରାକେଟ ଦେବା ପ୍ଲସ୍ b ସ୍କୋୟାର ମାଇନସ୍ 3n ର ସ୍କୋୟାର ପ୍ଲସ୍ c ସ୍କୋୟାର ମାଇନସ୍ 4z ର ସ୍କୋୟାର a ସ୍କୋୟାର ପ୍ଲସ୍ b ସ୍କୋୟାର ପ୍ଲସ୍ c ସ୍କୋୟାର ହବ। ତାପରେ କ'ଣ ଦରକାର ପ୍ଲସ୍ 2ab ପ୍ଲସ୍ 2 ଇଣ୍ଟୁ ପ୍ରଥମ ରାଶି କିଏ ସେ 2m ବ୍ରାକେଟ ଦେଇକି ଦ୍ୱିତୀୟ ରାଶିଟା ଲିଖିଦିଅ ମାଇନସ୍ 3 ଚିହ୍ନ ବଦଳିଯିବ ଅଟୋମେଟିକାଲି ପ୍ଲସ୍ 2bc b କେତେ ମାଇନସ୍ 3n c କେତେ ମାଇନସ୍ 4z 2bc ପ୍ଲସ୍ 2ca 2 ଇଣ୍ଟୁ c ର ମୂଲ୍ୟ କେତେ ମାଇନସ୍ 4z ଇଣ୍ଟୁ a ର ମୂଲ୍ୟ କେତେ 2m। এটা সূত্র পড়িগলা। বর্তমানে খোলিদেবা 2 ର ସ୍କୋୟାର 4m ସ୍କୋୟାର ମାଇନସ୍ ସ୍କୋୟାର ପ୍ଲସ୍ 3 କି 9 n ସ୍କୋୟାର ମାଇନସ୍ ସ୍କୋୟାର ପ୍ଲସ୍ 16 z ସ୍କୋୟାର। এইটি চিহ্ন বদলিলা প্লস মাইনাস প্লস 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 মাইনাস হলে মাইনাস 2 4 কি 12 12 mn এটি দুইটা মাইনাস গুণাইছি প্লস হইব প্লস প্লস রে গুণ প্লস হবো 2 3 6 24 nz এটি প্লস মাইনাস হলে মাইনাস আসলা 2 4 8 2 16 16 zn 16 zn এটা আছে। ତେଣୁ ଆଶା କରୁଛି ସମସ୍ତେ ଯେକୌଣସି ତ୍ରିପଦ ରାଶିର ବର୍ଗ ନିର୍ଣ୍ଣୟ କରିପାରିବେ। ଏଟା ହେଉଛି ସବୁଠାରୁ ଇଜିଏଷ୍ଟ ମେଥଡ। ଗୋଟିଏ ସୂତ୍ର a କୁ ବ୍ରାକେଟ ଦେଇକି ଲେଖିବ a ସ୍କୋୟାର ପ୍ଲସ୍ b କୁ ବ୍ରାକେଟ ଦେଇକି b ସ୍କୋୟାର ପ୍ଲସ୍ c ସ୍କୋୟାର ପ୍ଲସ୍ 2 ଇଣ୍ଟୁ ପ୍ରଥମ ରାଶି ଗୁଣ ଦ୍ୱିତୀୟ ରାଶି ମାଇନସ୍ ଥିଲେ ବ୍ରାକେଟ ଦେଇକି, ତେଣୁ ସବୁକୁ ବ୍ରାକେଟ ଦେଇକି ଲେଖିବ। ଏଇଟା ସୂତ୍ର ପ୍ରୟୋଗ କଲାବେଳେ ଏଇଟା ହେଉଛି ଇମ୍ପୋର୍ଟାଣ୍ଟ, ସମସ୍ତେ ମନେ ରଖ। ତେଣୁ ସମସ୍ତେ ମନେ ରଖିଲେ ଏମିତି ସୂତ୍ର ପ୍ରୟୋଗ କରିକି ଯେତେ ପାରିବ ତୃତୀୟ ରାଶିର ବର୍ଗ 3 ପଦ ରାଶିର ବର୍ଗ ଦେଇଥିବ ସବୁ ନିର୍ଣ୍ଣୟ କରିପାରିବ। ତେଣୁ ଆଶା କରୁଛି ସମସ୍ତେ ବୁଝିପାରିଥିବେ। ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ। ପ୍ଲେ ଲିଷ୍ଟ ଯାଆନ୍ତୁ, ବୀଜଗଣିତ ଦେଖନ୍ତୁ, ପରିମିତି ଦେଖନ୍ତୁ, ଇଂଲିଶ ଦେଖନ୍ତୁ, ଆପ୍ଲିକେସନ ଦେଖନ୍ତୁ, ଷ୍ଟୋରି ଦେଖନ୍ତୁ, ପାରାଗ୍ରାଫ ଦେଖନ୍ତୁ, ଟ୍ରିଗୋନୋମେଟ୍ରି ଦେଖନ୍ତୁ। ପ୍ଲେ ଲିଷ୍ଟ ଯାଆନ୍ତୁ, ପ୍ଲେ ଲିଷ୍ଟରେ ବିଭାଗୀକରଣ କରାହେଇଛି, ଯୋଉ କ୍ଲାସରେ ଯାହା ପ୍ରଯୁଜ୍ୟ ତାକୁ ଖୋଜିକି ପଢିବେ। ଥ୍ୟାଙ୍କ ୟୁ।